କିନ୍ତୁ ପ୍ରତ୍ୟେକ ପରିବାର କିଛି ନା କିଛି ଗୋଟିଏ ବର୍ଷକ ଭିତରେ କିଛି ନା କିଛି ଧର୍ମାନୁଷ୍ଠାନ ହେବା ନିତ୍ୟାନ୍ତ ଜରୁରୀ। ଦେଖନ୍ତୁ ମାଣବସା ଗୁରୁବାର ଇଏ ଗୋଟିଏ ଅନୁଷ୍ଠାନ। ପୂର୍ବ କାଳରେ କିଛି ବର୍ଷ ପୂର୍ବରୁ ବୟସ୍କ ବାବୁମାନେ ଜାଣିଛନ୍ତି ସଂକ୍ରାନ୍ତି ହୋମ ଇଏ ଗୋଟେ ଅନୁଷ୍ଠାନ। ସେତେବେଳେ ଶୁଦ୍ଧ ଘିଅ ଟିକେ ମିଳୁଥିଲା। ବ୍ରାହ୍ମଣ ମନ୍ତ୍ର ନ ଜାଣିଥିଲେ ବି ଓମ୍ ସ୍ୱା କହିକିରି ମଧ୍ୟ ଗୋଟେ ଘରର ଶାନ୍ତି ପାଇଁ ପ୍ରାର୍ଥନା କରୁଥିଲେ। ଘର ଦୁଆର ମୁହଁରେ ଗୋଟିଏ ବୃନ୍ଦାବତୀ ତୁଳସୀଙ୍କର ପୂଜା ହୁଏ। ତୁଳସୀଙ୍କର ପୂଜାର କିଛି ଆବଶ୍ୟକ ନଥାଏ। ତୁଳସୀ ମୂଳରେ ପାଣି କେବଳ ଦେଇ ତାକୁ ବଞ୍ଚାଏ। କେଉଁ ମହାପୁରୁଷ ମାନେ ଏ ବ୍ୟବସ୍ଥାଟି କରିଛନ୍ତି ତୁଳସୀ ଭଳି ବୃକ୍ଷକୁ ନିଜ ଘର ଆଗରେ ରଖିବ, ଏ କଥା କେଉଁ ମହାପୁରୁଷ କଣ ଚିନ୍ତା କରିକି ରଖିଛନ୍ତି ଆମେ ତାକୁ ରିସର୍ଚ୍ଚ କରୁ। କେତେକ ଧର୍ମ ଯାଜକ ମାନେ ଏଇ ସନାତନ ଧର୍ମ ସେ ତୁଳସୀ ପଇଲା ଆମେ ଖାଇପାରିବୁ, ତୁଳସୀ ଗଛ ଆମର ରହିବ କୋବାଡ଼ି ଉପରେ ଗଲା। ତମେ ଧର୍ମ ପ୍ରଚାର କରିବାକୁ ଆସିଛ, ଏ ତୁଳସୀ ଗଛ ତମର କଣ ଅଡୁଆ କଲା? ଧରନ୍ତୁ ଆମର ଏଠି ବାଲୁଙ୍କେଶ୍ୱର ଶିବ ଅଛନ୍ତି, ଲୋକ ମାନସିକ କରୁଛନ୍ତି କଣ ଅମୁକ କାମନା ପୂର୍ଣ୍ଣ ହେଲେ ଶୁଣିକି ସର୍ପାଘାତ ହେଲେ ଲୋକ ଉପକୃତ ହୁଅନ୍ତି। ବେଲପତ୍ର 108 ଚଢେ। ତେବେ ବେଲପତ୍ରର 3ଟି ଶାଖା ତାକୁ କୁହାଯାଇଛି ତ୍ରିଶାଖା ବେଲପତ୍ର କି ଜନ୍ମ ପାପ। ତ୍ରିଚାପହରଣ ଆଧ୍ୟାତ୍ମିକ ତାପ କହିଲେ ଅକାଳ ମୃତ୍ୟୁ, ହଁ ଆତ୍ମହତ୍ୟା ଆଦି ଦୈବିକ ତାପ କହିଲେ ଅକାଳ ମୃତ୍ୟୁ, ଆଦି ଭୌତିକ ତାପ କହିଲେ ବ୍ୟାଧି। ଏଥିରୁ ବିମୁକ୍ତ ହେବା ପାଇଁ ଲୋକ ଶିବ ମନ୍ଦିରରେ ତ୍ରିଶାଖା ବେଲପତ୍ର, କିନ୍ତୁ ତାଙ୍କର ଭୁଲ ହୁଏ କଣ ନା ଗଛରୁ ପୁଳାଏ ପୁଳାଏ ବେଲପତ୍ର ତୋଳି ଆଣନ୍ତି। ଏକରେ ଗଛ ବାଧାପ୍ରାପ୍ତ ହୁଏ ଏବଂ ଶିବଲିଙ୍ଗ ଉପରେ ଚଢେଇ ଦିଅନ୍ତି, ତାକୁ ଭୋଗରାଗ କରି ଘରକୁ ପଳେଇ ଆସେ। କିନ୍ତୁ ବଳିଆ ସବୁବେଳେ କହେ ବା ଲୋକମାନଙ୍କୁ ପରାମର୍ଶ ଦିଏ, ବ୍ରାହ୍ମଣ ମାନଙ୍କୁ ଅନୁରୋଧ କରେ, ସେ ବେଲପତ୍ର ତାକୁ ଯଦି ଘରକୁ ନେଇ ଆସେ, ଗୋଟିଏ ବେଲପତ୍ର ରହିଲେ ବି ଯଥେଷ୍ଟ, ଜମା ନରେଇଲେ ବି ଅସୁବିଧା ନାହିଁ। ଘରେ ଆଣିକିରି ଯଦି ତ୍ରିଶାଖା ବେଲପତ୍ର ଗୋଟିଏ 2ଟି 3ଟି ସବୁଦିନେ ସେ 108 ହଉ 1008 ହଉ 108 ବେଲପତ୍ର ଚଢେଇବାର କିଛି ଆବଶ୍ୟକ ନାହିଁ। ଶିବ ଜଣେ ଲାଞ୍ଚୁଆ ଲୋକ ନୁହନ୍ତି, ଲାଞ୍ଚୁଆ ଦେବତା ନୁହନ୍ତି। ଶିବ ହଉଛନ୍ତି ଆଶୁତୋଷ, ସେ ବହୁତ ଅଳ୍ପ କୀର୍ତ୍ତିଶୀଳ। ତାଙ୍କ ଉପରେ କ୍ଷୀର ଢାଳ, ଦହି ଢାଳ, ଲହୁଣୀ ଢାଳ, ଛେନା ଢାଳ, ଇଏ ସବୁ ଆମ ମାନସିକ। କିନ୍ତୁ ଶିବାଭିଷେକ ଯଦି ଆମେ ଜଳ ଦ୍ୱାରା କରିବା ତାହେଲେ ଶିବ ବହୁତ ଖୁସି। ଆଉ ଯଦି ଦୁଧ ଦହି ଆମେ ଘଷିଲେ ତାହେଲେ ସେଗୁଡ଼ିକୁ ଆମେ ତୋଳିକିରି ନେଇ ଆସି ନିଜେ ଖାଇବା, ଅନ୍ୟମାନଙ୍କୁ ବାଣ୍ଟିବା। এইটা হল তার নিয়ম। ধরন্তু ইক্ষু রস, বরিড়, মধু এগুলিক যদি তুমি সে শিবলিঙ্গ পাখে ধরিব, কাই তাকে সেমতি কোন সমর্পণ করতে নিজে পিলে কোন অসুবিধা? আমার দীঘা বর্ডর ওড়িশার প্রান্ত দীঘা বর্ডর আপনার না শুনিবে এবং সেটি অଛନ୍ତି মহিমা বিমন্ডিত 2টি শিব। গোটে চন্দনেশ্বর শিব ওড়িশা আর বেঙ্গলর সেটি প্রচন্ড প্রচন্ড, আর ভূষণ্ডেশ্বর সেটি অল্প অল্প গলে বি সে বি সেই গোটে মহিমা বিমন্ডিত। সেটি আমি যেতবে প্রথমে গলু সে কুণ্ডটা এতে দুর্গন্ধ হুয়ে
ରୋଗୀ ମାନଙ୍କର ଏତେ ବିଶ୍ୱାସ ସେ କୁଣ୍ଡରୁ ପିଅ ଇଏ ଗୋଟେ କଥା। ଆଉ ଗୋଟେ କଥା ଲକ୍ଷ୍ୟ କରନ୍ତୁ, ମହଣ ମହଣ କ୍ଷୀର ଦହି ସେ ଶିବଲିଙ୍ଗ ଉପରେ ଢାଳି, ଶିବଲିଙ୍ଗ ଦେଖାଯାଉନା କିନ୍ତୁ ଢାଳି ଦଉଛନ୍ତି। ଆଉ ସେ ସବୁ ଗାଈ ଫାଇ ଗୋବର ଖବର ଏମିତି ସବୁ ପଡ଼ିଥିବ। ତେଣୁ ଗଲି ନା ଏଠି ଆଉ କଥା ସେଠି ଗୋଟିଏ ସଫେଇ ଅଭିଷେକ ଆଜିକି 10-12 ବର୍ଷ ହେଇଗଲା। ଧୀରେ ଧୀରେ ସେ ସଫେଇ ଅଭିଷେକଟା ମାନେ ବଢୁଛି, କମୁନି। ଏ ବର୍ଷ ଟିଭି ଫିଭିରେ ସବୁ ହେଲା, ଶହ ଶହ ଲୋକମାନେ ଚନ୍ଦନେଶ୍ୱରଙ୍କର ଜୟଧ୍ୱନି କରି ସେ ଜାଗାକୁ ସଫା କରନ୍ତି। ସେ ଯୋଉ କୁଣ୍ଡିଆ କୁଣ୍ଡ ତାକୁ ସଫା କରନ୍ତି। ସେ ହାତ 2-3 ଦିନ ଯାକେ ଲଗାଏ। ବ୍ରାହ୍ମଣ ମାନଙ୍କୁ ଆମେ ଅନୁରୋଧ କରୁ, ତୁମେ ଭୋଗ ପାଣ୍ଠି ଦିଅ, ଘରକୁ ନେଇଯାଅ। ସେମାନେ ମାନିବାକୁ ପ୍ରସ୍ତୁତ ନୁହଁ। ଆମେ କାହିଁକି ଆଉ ତେବେ এইভଳି ତୁଳସୀ ବେଲପତ୍ରର ମହିମା, କ୍ଷୀର ଦହି ମହୁ ପଇଡ଼ ଆଖୁ ରସ ଏସବୁ କେତେ ଅମୃତ ତୁଲ୍ୟ, ସଲିଳ ଅମୃତ ତୁଲ୍ୟ ବୋଲି କୁହାଯାଏ। ଆମେ ତାକୁ ବିନା କାରଣରେ କଣ ଗୋଟେ ଆମର ଚାକିରି ହେଇଗଲା କି ଗୋଟେ ଘର ହେଇଗଲା କି ଘର, ଆମେ ବିନା କାରଣରେ ଦେବାଦେବୀଙ୍କ ନାମରେ ଅନେକ କଥାକୁ, ଅନେକ ସୁଦ୍ରବ୍ୟକୁ ଆମେ ନଷ୍ଟ କରୁ। କହିଲେ ବି ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏମିତିକି ଶେଷରେ ଗଞ୍ଜେଇ ଭୋଗ କରିବା, ଗଞ୍ଜେଇକି ଡାଳି ଦେଲ, ତେଣୁ ଗଞ୍ଜେଇ ଖାଇବା ଆଶାରେ ଗଞ୍ଜେଇ ଯାଚିବା, ଏ କଣ ଏସବୁ ଗୋଟେ ଗୋଟେ ଫାର୍ସ, ଆଉ କିଛି। ତେବେ ସଜ୍ଜନ, ଗୋଟିଏ କଥା ସବୁଠାରୁ ଭଲ କଥା ଯେ ଆମ ଘରେ ବା ଆମ ପରିବାର, ଆମେ ଗୋଟିଏ ଠାକୁର ଘର ରଖିଛୁ ନିଶ୍ଚିତ। ତାଙ୍କୁ ସେ ହେଉଛନ୍ତି ସେ ଯୋଉ ଠାକୁର ଥାନ୍ତି। ଆମେ ତ ଏମିତି ଗୋଟିଏ ଅନ୍ଧବିଶ୍ୱାସ ଭିତରେ ଅଛୁ ଯେ ଅନେକ ଠାକୁର ମାନଙ୍କୁ ଆମେ ଘର ଭିତରେ ରଖିଛୁ। ତାରିଣୀ, ଜଗନ୍ନାଥ, ସେ ଶାରଳା, ସେ ଏଇଭଳିଆ କିଛି ଲାଭ ବି ନାହିଁ। ଏକ ବିଦ୍ୟା ସୁରକ୍ଷିତା, ଯଦି ଗୋଟିଏ ଠାକୁରଙ୍କର ମୂର୍ତ୍ତି ରଖିଲ, ସେଇଠି ତମେ ଯାହାକୁ ଭଲ ପାଉଛ ତାଙ୍କ ନାଁରେ ସେଇଠି ଫୁଲ ଦିଅ। ତେଣୁ ଆମେ ସେସବୁ କଥାରେ ଆଗ୍ରହୀ, କିନ୍ତୁ ସେମାନଙ୍କୁ କାହିଁକି ଆମେ ପୂଜା କରିବୁ? ଗୋଟେ ଘର ଭିତରେ ଗୋଟେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ। ତାଙ୍କୁ କୁହାଯାଉଛି ଅର୍ଚ୍ଚାବତାର। ହଟ ପିତୁଳା ପୂଜାକୁ କୁହାଯାଉଛି ଅର୍ଚ୍ଚାବତାର। ଅର୍ଚ୍ଚନା କରିବା ପାଇଁ ସେମାନଙ୍କୁ ଆମେ ରଖିବା। ଯଦି ପରିବାର ଭିତରେ ଆମେ 5 ଜଣ କି 6 ଜଣ କି 3 ଜଣ ସଭ୍ୟ ଅଛୁ, କୋଉଠି ଏମିତି ବି ନାହିଁ, ଗୁରୁ ପରିବାର କଥା ଅଲଗା କଥା, ଯେ ସମସ୍ତେ ଗୋଟେ ମିଶିକିରି ଠାକୁରଙ୍କୁ ପ୍ରାର୍ଥନା କରିବେ, ଇଏ କଥାଟା କୋଉଠି ମଧ୍ୟ ଦେଖାଯାଏ ନାହିଁ, ପ୍ରାୟ ଦେଖାଯାଏ। ଇଏ ହଉଛି ଗୋଟିଏ କଥା।